ଗୋସେବା କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ, ଏହା ମାନବତା, ପରମ୍ପରା, ପରିବେଶ ସୁରକ୍ଷା, ନୈତିକ ଜୀବନର ଏକ ଅଂଶ। ଗୋସେବାକୁ ପୁଣ୍ୟକର୍ମ ଭାବେ ମନାଯାଏ। ଶାସ୍ତ୍ର ଅନୁସାରେ ଗୋମାତାର ସେବା କଲେ ଶାନ୍ତି, ସଫଳତା ଓ ଶୁଭଫଳ ମିଳେ। ଗୋମାତାକୁ ଧର୍ମ, ଅର୍ଥ, କାମ, ମୋକ୍ଷର ଦାତା ବୋଲି କୁହାଯାଇଛି। ଗୋମାତାର ସେବା ମାନବ ମନରେ କରୁଣା, ଦୟା, ନିର୍ଲୋଭ ସେବା ଭାବ ବଢ଼ାଏ। ମାନବକୁ ନିଜର ଦାୟିତ୍ୱ ବୁଝାଇ ଗୋମାତାର ସମୀପରେ ରହିଲେ ମନ ଶାନ୍ତି, ଧୀରଜ ଓ ସୁସ୍ଥତା ମିଳେ। ଗୋବର ଓ ଗୋମୂତ୍ରର ଆୟୁର୍ବେଦୀୟ ପ୍ରଚଳିତ ଔଷଧର ଅଧିକ ଗୁଣ ଥାଏ। ସମାଜରେ ପ୍ରେମ ଓ ଏକତା ପାଇଁ ଯୁବ ସମାଜ ଏହାକୁ ପ୍ରକୃତ ଅର୍ଥରେ ଗୋସେବାର ଅର୍ଥ ହେଉଛି ଅହିଂସା ଓ ସଦ୍ଭାବ, ଏକତା।